ନମସ୍କାର ଜୟ ଜଗନ୍ନାଥ। ତ ମୁଁ ଏବେ ସକାଳୁ ସକାଳୁ ବର୍ଷା ପାଗରେ ମୁଁ ଆସିଯାଇଛି ଶିବ ମନ୍ଦିର। ଯେହେତୁ ଆଜି ମୋ ଗୁଗୁଲୁଙ୍କର ବର୍ଥଡେ ଅଛି, ମାନେ ଆପଣଙ୍କ ପ୍ରିୟର ଭାଇଙ୍କର ଜନ୍ମଦିନ। ତ ଆପଣମାନେ ବହୁତ ସାରା ଭଲ ପାଇବା ଆଉ ଆଶୀର୍ବାଦ ଦିଅନ୍ତୁ ଭାଇଙ୍କୁ, ଯେମିତି ସେ ସବୁବେଳେ ଖୁସିରେ ଆଉ ଭଲରେ ରହିବେ। ଆପଣମାନଙ୍କୁ ବି ଭଗବାନଙ୍କୁ ଡାକୁଛି ଆପଣମାନେ ବି ଏମିତି ଭଲରେ ଆଉ ଖୁସିରେ ରୁହନ୍ତୁ। ତ ଏବେ ମୁଁ ଆମ ଗାଁ ମନ୍ଦିରକୁ ଆସିଯାଇଛି, ଦେଖିପାରୁଥିବେ ମନ୍ଦିରର ଭିଉ କିଛି ଅଲଗା ପ୍ରକାର ଅଛି। ଗେଟ୍ ତାଲା ପଡିଥିଲା, ଯେହେତୁ ନନା ନାହାନ୍ତି, ନନା ପୁରୀ ପଳେଇଛନ୍ତି। ତ ମନ୍ଦିର ତାଲା ମାନେ ମନ୍ଦିର ଏମିତି ଗେଟ୍ ଦିଆଯାଇଥିଲା। ଆଉ ତାପରେ ଫୋନ କରିକି ନନା ଆଉ ଜଣଙ୍କୁ ପଠେଇଲେ। ତାପରେ ଏଠି ଦେଖିପାରୁଥିବେ ଇଏ ଆମର ବାସୁଆ ବଳଦ, ଆଙ୍କ ବିଷୟରେ ମୁଁ କିଛି ପରେ ଆପଣଙ୍କୁ ଜଣେଇବି। ତ ଏବେ ଗେଟ୍ ତାଲା ପଡିଛି, ଠାକୁରଙ୍କ ମନ୍ଦିର ଭିତରେ ତାଲା ପଡିଛି। ତ କିଛି ସମୟ ୱେଟ୍ କଲା ପରେ ନନା ଆସିଥିଲେ। ତ ତାପରେ ସେ ଜଣଙ୍କୁ ତାଙ୍କ ପୁଅ କିଏ ମୁଁ ଚିହ୍ନିନି, ବଟ୍ ସେ ଜଣଙ୍କୁ ପଠେଇଲେ। ତାପରେ ପୁରା ବହୁତ ବଢ଼ିଆ ସେ ପୂଜା ହେଲା, ସମସ୍ତଙ୍କ ନାଁରେ ପାଣି ଢାଳିଲି। ତ ଦେଖିପାରୁଥିବେ ଏଇଟା ଆମର ସେ ସାଇଟରେ ଆମର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଛି, ସ୍କୁଲ। ତ ଏଠି ପୂଜା ଅଲରେଡି ଷ୍ଟାର୍ଟ ହେଇଗଲାଣି। ତ ଏଠି ମୁଁ ହଉଛି ଧୂପ ଲଗେଇକି ବନ୍ଦେଇଲି, ସେଠି ହିଁ ଧୂପ ଲଗାଉଛି, ଭିତରେ ତ ଆଲାଉ ନାହିଁ। ବାସୁଆ ବଳଦଙ୍କ ପାଖରେ ଧୂପ ଲଗେଇକି ସେଠି ଧୂପ ଦେଲି। ତାପରେ ଚାଲନ୍ତୁ ପୂଜା ହଉଛି, ପୂଜା ହବାର କିଛି ଦୃଶ୍ୟ ଦେଖେଇବି ଆପଣଙ୍କୁ। ଏଠି ପୂଜା ଚାଲିଛି ଦେଖନ୍ତୁ। ତ ସିଏ ମତେ ପଚାରିଲେ ସମସ୍ତଙ୍କ ନାଁ କୁହ, ତ ମୁଁ କେବଳ ଭାଇଙ୍କ ନାଁଟା ହିଁ କହିଲି। ବାକି ବାବା, ମମି ଆଉ ସୋନମ ଆଉ ମୋର ଯୋଉ ନଣନ୍ଦେଇ ଅଛନ୍ତି ଅଭିଜିତ, ତାଙ୍କ ସୋନମ ଅଭିଜିତଙ୍କ ନାଁ କହିଲି, କିନ୍ତୁ ବାବା ମମିଙ୍କ ନାଁ ତ ନେବିନି। ତ ମୋ ଭଉଣୀକୁ ମୁଁ ଅନଉଥାଏ, ମୋ ଭଉଣୀ ହିଁ କହୁଥାଏ। ତ ତାଙ୍କ ନାଁରେ ଇଶାନ। ଇଶାନ ନାଁରେ ବି ସମସ୍ତଙ୍କ ନାଁରେ ଆମର ଗୋତ୍ରକୁ ନେଇକି ସେ ପାଣି ଢାଳିଲେ ଆଉ କ୍ଷୀର ଢାଳିଲେ। ତ ଏମିତି ଭଗବାନ ସବୁବେଳେ ଆମ ପରିବାରକୁ ଘଣ୍ଟ ଘୋଡେଇକି ରଖିଥାନ୍ତୁ, ସମସ୍ତଙ୍କୁ ସୁସ୍ଥରେ ରଖିଥାନ୍ତୁ ବାସ୍। ତ ଏବେ ପୂଜା ଦେଖନ୍ତୁ ପ୍ରାୟ ସରି ସରି ଆସିଲାଣି। ବାସ୍ ପ୍ରଭୁ ମୁଁ ଏତିକି ଡାକୁଛି, ସବୁବେଳେ ତାଙ୍କ ମୁହଁରେ ହସ ଦଉଥାଅ, ତାଙ୍କୁ ଭଲରେ ସୁସ୍ଥରେ ରଖିଥାଅ। ଆଉ ମୋର ଧନ ସମ୍ପତ୍ତି କିଛି ବି ଦରକାର ନାହିଁ, ବାସ୍ ସିଏ ହିଁ ମୋ ଆଖି ସାମ୍ନାରେ ସବୁବେଳେ ଥାଆନ୍ତୁ। ତାପରେ ପୂଜା ସରିଗଲା ପରେ ଏଇଠି ଦେଖନ୍ତୁ ଆମର ହନୁମାନ ମନ୍ଦିର। ଯେହେତୁ ସ୍ତ୍ରୀ ଲୋକମାନେ ଉପରକୁ ଯାଆନ୍ତିନି, ଛୁଅନ୍ତିନି, ତ ସେଥିପାଇଁ ମୁଁ ଭିତରକୁ ଯାଇନଥିଲି। ବାସ୍ ଖାଲି ସେଠୁ ଜୁହାର ହେଇକି ପଳେଇ ଆସିଥିଲୁ। ତାପରେ ଦେଖିବେ ଆମ ରାଧାକୃଷ୍ଣ ମନ୍ଦିର ତାଲା ପଡିଛି, ଯୋଉ ରାଧା ଅଷ୍ଟମୀ ହୁଏ ସେଠି, ତାପରେ ସେଠି ହୁଏ। ତ ଏଠି ମୁଁ ବହୁତ ଦିନ ପରେ ଜଣେ ଦିଦିଙ୍କୁ ଦେଖିଲି, ତାଙ୍କ ସହିତ ଫୋନରେ କଥା ହେବା ଦେଖା ପାଏନି, ସେ ସବୁଥର କୁହନ୍ତି। ତ ଫାଇନାଲି ସେ ଘରକୁ ଆସିଥିଲେ, ତ ମୁଁ ପୂଜା କରିବାକୁ ଯାଇଥିଲି, ସେଠି ଦେଖା ହେଇଗଲା। ବହୁତ ସାରା ତାଙ୍କ ଘରେ ଖାଇବା ପିଇବା ହେଲା, ମଜା ମସ୍ତି ବି ହେଲା। ସେମିତି ଦି ଜଣ ଯାକ ଗପୁରୀ ଜୁଟି ଯାଇଥିଲୁ, ତ ଗପି ଗପିକି ରିଲ୍ସ କିଛି ରିଲ୍ସ କଲୁ। ବହୁତ ପାଖା ପାଖରେ ହେଇଗଲୁ, ତାପରେ ଏବେ ମୁଁ ଘରକୁ ପଳେଇ ଆସିଲି, ଯେହେତୁ ଇଶାନକୁ ନେଇନଥିଲି। ଭିଡ଼ିଓ ଟିକେ ଭଲ ଲାଗିଲେ ଲାଇକ୍ କରିଦେବେ।